ଆପଣ ସିଏମ୍ କିଷାନ ପୋର୍ଟାଲରେ କେମିତି ନିଜ ଷ୍ଟାଟସ୍ ଚେକ୍ କରିବେ ଏବଂ ଷ୍ଟାଟସ୍ରେ ଆପଣ ପାରାମିଟର୍ସ ଆପଣ କେମିତି ଚେକ୍ କରିବେ, ଆପଣଙ୍କୁ KYC କରିବାର ଅଛି କି ନାହିଁ, ଆପଣଙ୍କୁ ରେଜିଷ୍ଟ୍ରେସନ କରିବାର ଅଛି କି ନାହିଁ, କିମ୍ବା ଆପଣଙ୍କୁ କିଛି କରିବାର ନାହିଁ, ତାହା କେମିତି ଜାଣିବେ ମୁଁ ଆଜି ଫୁଲ୍ ଡିଟେଲ୍ସରେ କହିଦେବି। ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ ଏବଂ ଦେଖନ୍ତୁ ଆପଣ ଯଦି ନିଜ ମୋବାଇଲରେ ଚାହିଁବେ ମଧ୍ୟ କରିପାରିବେ, ଏଥିରେ କୌଣସି ଆପଣ ଜାଗାକୁ ଯିବାକୁ ପଡ଼ିବ ନାହିଁ। ତ ଆପଣ କେୟାରଫୁଲି ଦେଖିବେ ଭିଡ଼ିଓଟି, ମୁଁ ଯେମିତି ପ୍ରୋସେସ୍ କହିବି ଆପଣ ସେମିତି କରିଦେବେ। ପ୍ରଥମେ ଦେଖନ୍ତୁ ଆପଣ କ୍ରୋମ୍ରେ ଯାଇକି ସର୍ଚ୍ଚ କରିବେ ସିଏମ୍ କିଷାନ କଲା ପରେ ନେକ୍ସଟ ଆପଣ ସିଏମ୍ କିଷାନ ପୋର୍ଟାଲକୁ ଓପନ୍ କରିବେ। ଓପନ୍ କଲା ପରେ ନେକ୍ସଟ ତଳକୁ ଆସିବେ, ତଳକୁ ଆସିଲା ପରେ ଗୋଟେ ଅପସନ୍ ଅଛି ସ୍ଥିତି ଯାଞ୍ଚ କରନ୍ତୁ, ସେଇଟାରେ ଆପଣ କ୍ଲିକ୍ କରିବେ। ସ୍ଥିତି ଯାଞ୍ଚ କରିବା କ୍ଲିକ୍ କଲା ପରେ ଆପଣଙ୍କୁ ଆପଣଙ୍କର ଆଧାର ନମ୍ବର ଦେବାର ଅଛି। ନେକ୍ସଟ ଆପଣ ଦେଖିପାରୁଥିବେ ଯେମିତି ଆପଣ କ୍ୟାପ୍ଚାଟି ଭରିବେ। କ୍ୟାପ୍ଚାଟି ଭରିଲା ପରେ ନେକ୍ସଟ ଆପଣଙ୍କୁ କ'ଣ କରିବା ପାଇଁ ପଡ଼ିବ ନା ଶୋ ଉପରେ କ୍ଲିକ୍ କରିବେ। ଶୋ ଉପରେ କ୍ଲିକ୍ କଲା ପରେ ଦେଖନ୍ତୁ ଆପଣ ସମ୍ପୂର୍ଣ୍ଣ ଆପଣଙ୍କର ଷ୍ଟାଟସଟି ପଳେଇ ଆସିବ, ଯେମିତି ଆପଣ ଦେଖିପାରୁଥିବେ ସ୍କ୍ରିନ୍ରେ। ଦେଖନ୍ତୁ ବର୍ତ୍ତମାନ ପାଇଁ ଦେଖନ୍ତୁ ଲାକିଂ ମ୍ୟାଣ୍ଡେଟୋରୀ ପାରାମିଟର୍ସ ଆପଣଙ୍କର ଆସୁଛି। ତ ସେଇଟାରେ ଯଦି ଆପଣଙ୍କର ନାଁ ଅଛି ତାହେଲେ ଆପଣଙ୍କୁ କିଛି ବି କରିବାର ନାହିଁ, ଆପଣଙ୍କର ସମ୍ପୂର୍ଣ୍ଣ ଠିକ୍ ଅଛି। ଯଦି ସେଇଟାରେ ରେଡ୍ କଲରରେ